ପ୍ରାର୍ଥନା ମାର୍ଚ୍ଚ 13, 1914। ଚେତନାର ଭିନ୍ନ ଭିନ୍ନ ପ୍ରକାରର କେତେ ସ୍ତର ନାହିଁ। ଏହି ଶବ୍ଦ ଚେତନା କେବଳ ସେହି ବସ୍ତୁ ସକାଶେ ବ୍ୟବହାର କରାଯିବା ଉଚିତ ଯାହା ସତ୍ତା ମଧ୍ୟରେ ତୋ ସାନ୍ନିଧ୍ୟରେ ଆଲୋକିତ, ଯାହା ତୋର ପରାଚେତନାର ଅଙ୍ଗୀଭୂତ, ଯାହାର କିଛି ଦିବ୍ୟ ଜ୍ଞାନ, ଯାହା ବୁଦ୍ଧଙ୍କ କଥାରେ ସମ୍ୟକ୍ ସମ୍ବୋଧ ପୂର୍ଣ୍ଣ ଜାଗ୍ରତ। ଏହି ଅବସ୍ଥା ଛଡ଼ା ବି ଚେତନାର ଅନନ୍ତ ସ୍ତର ରହିଛି ଏବଂ ସର୍ବନିମ୍ନ ସ୍ତରରେ ଏହା ଅବତରଣ କରିଛି ପୂର୍ଣ୍ଣ ଅନ୍ଧକାର ମଧ୍ୟରେ, ଯାହା ବାସ୍ତବରେ ନିଶ୍ଚେତନା। ଏହା ଏପରି ଏକ ରାଜ୍ୟ ଯାହାକୁ ତୋ ଦିବ୍ୟ ପ୍ରେମର ଜ୍ୟୋତି ଏପର୍ଯ୍ୟନ୍ତ ବି ସ୍ପର୍ଶ କରିନାହିଁ। କିନ୍ତୁ ଜଡ଼ବସ୍ତୁର ସାର ତତ୍ତ୍ୱ ସମ୍ବନ୍ଧେ ଏକଥା ଅସମ୍ଭବ ବୋଲି ମନେ ହୁଏ। ଅଥବା ଏହା ଏପରି ଏକ ବସ୍ତୁ ଯାହା ଅଜ୍ଞାନତାର ବିଶେଷ କାରଣ ଯୋଗୁଁ ଆମମାନଙ୍କର ବ୍ୟକ୍ତିଗତ ପ୍ରତ୍ୟକ୍ଷ ବୋଧର ଜଗତର ବହିର୍ଭୂତ। ତଥାପି ଏହା କେବଳ କହିବାର ଗୋଟିଏ ଭଙ୍ଗୀ ଏବଂ ଏହା ଖୁବ୍ ଅସମ୍ପୂର୍ଣ୍ଣ, କାରଣ ଯେଉଁ ମୁହୂର୍ତ୍ତରେ ସତ୍ତା ତୋ ସାନ୍ନିଧ୍ୟ ସମ୍ବନ୍ଧେ ସଚେତନ ହୋଇ ଉଠିଛି ଏବଂ ତୋର ଦିବ୍ୟ ଚେତନା ସଙ୍ଗେ ଏକୀଭୂତ ହୋଇଛି, ସେତେବେଳେ ତାହା ସର୍ବତ୍ର ଏବଂ ସର୍ବବସ୍ତୁ ମଧ୍ୟରେ ସଚେତନ ହୋଇଛି। କିନ୍ତୁ ଏହି ପରାଚେତନା କ୍ଷଣସ୍ଥାୟୀ, କାରଣ ଆମ୍ଭମାନଙ୍କ ସତ୍ତାର ଉପାଦାନ ବହୁଳ ଓ ଜଟିଳ ଏବଂ ସେହି ସବୁ ଉପାଦାନ ସମାନ ଭାବେ ପ୍ରଦୀପ୍ତ ନୁହନ୍ତି। ପୁନଶ୍ଚ ସେସବୁ ଗୋଟିଏ ପରେ ଗୋଟିଏ ସକ୍ରିୟ ହୁଅନ୍ତି, ଏକ ସଙ୍ଗେ ନୁହେଁ। ତେବେ ଏହିପରି ଗୋଟିଏ ପରେ ଗୋଟିଏ ସକ୍ରିୟ ହୋଇ ଉଠନ୍ତି ବୋଲି ହିଁ ସେସବୁ ଧୀରେ ଧୀରେ ନିଜ ସମ୍ବନ୍ଧରେ ସଚେତନ ହୋଇ ଉଠନ୍ତି ଏବଂ ଏକ ଅନ୍ତର୍ମୁଖୀ ଓ ବହିର୍ମୁଖୀ ଅଭିଜ୍ଞତା ଫଳରେ ଦୁଇଟି ଯଦିଓ ଏକ ହିଁ ବସ୍ତୁ, ସେସବୁ ସେମାନଙ୍କ ମୂଳ ସତ୍ତାର ଅତଳ ଗଭୀରରେ ତଥା ଆବିଷ୍କାର କରନ୍ତି। ଅବଚେତନା ହେଲା ଯଥାଯଥ ପ୍ରତ୍ୟକ୍ଷ ବୋଧ ଏବଂ ପୂର୍ଣ୍ଣ ଅଜ୍ଞାନ ଅନ୍ଧକାର, ଏ ଦୁଇଟିର ମଧ୍ୟବର୍ତ୍ତୀ ରାଜ୍ୟ। ସମ୍ଭବତଃ ଅଧିକାଂଶ ଜୀବ, ଏପରିକି ଅଧିକାଂଶ ମନୁଷ୍ୟ ଏହି ଅବଚେତନାରେ ନିରନ୍ତର ବାସ କରନ୍ତି। ଅଳ୍ପ ଲୋକ ହିଁ ଏହା କବଳରୁ ମୁକ୍ତ ହୁଅନ୍ତି। ଏହି ଅବଚେତନା ଉପରେ ହିଁ ଆମମାନଙ୍କୁ ବିଜୟ ହାସଲ କରିବାକୁ ହେବ, କାରଣ ଯଥାର୍ଥ ଭାବରେ ଜାଗ୍ରତ ହେବାର ଅର୍ଥ ହିଁ ହେଲା ସମଗ୍ର ରୂପେ ତୁ ହିଁ ହୋଇଯିବା। ଆଉ ଆମମାନଙ୍କୁ ଯେଉଁ କର୍ମ ସମ୍ପନ୍ନ କରିବାକୁ ହେବ, ଯେଉଁ ଲକ୍ଷ୍ୟ ପୃଥିବୀ ଉପରେ ସାଧନ କରିବାକୁ ହେବ, ଠିକ୍ ସେହି କାର୍ଯ୍ୟର ଏହା ଉପଯୁକ୍ତ ସଂଜ୍ଞା। ହେ ଭଗବାନ, ଆମମାନଙ୍କୁ ଅନ୍ଧକାରରୁ ମୁକ୍ତ କର। ଏହା ହିଁ କର ଯେପରି ଆମେମାନେ ସମ୍ପୂର୍ଣ୍ଣ ଜାଗ୍ରତ ହୋଇ ଉଠିପାରୁ। ହେ ମଧୁମୟ ପ୍ରେମରାଜ, ଏହା ହିଁ କର ମୋ ଚେତନା ଯେପରି ତୋଠାରେ ଏକାଗ୍ର ହୋଇ ଉଠେ, ଯଦ୍ୱାରା ମୁଁ ଏକମାତ୍ର ତୋର ଜ୍ୟୋତି ଓ ପ୍ରେମ ମଧ୍ୟରେ ବାସ କରିପାରେ ଏବଂ ସେହି ଜ୍ୟୋତି ଓ ପ୍ରେମ ମୋ ଭିତର ଦେଇ ଯେପରି ଚାରିଆଡ଼େ ବିକୀର୍ଣ୍ଣ ହୁଏ ଏବଂ ତାହା ଆମ ପଥର ସାଥୀ ସକଳଙ୍କ ମଧ୍ୟରେ ଯେପରି ଜାଗ୍ରତ ହୋଇ ଉଠେ। ଏହି ସ୍ଥୂଳ ଯାତ୍ରା ଆମମାନଙ୍କର କର୍ମର ପ୍ରତୀକ ହେଉ, ଆଲୋକ ଓ ପ୍ରେମର ପ୍ରତିଛାୟା ତୁଲ୍ୟ ସର୍ବତ୍ର ଯେପରି ଆମେମାନେ ତୋର ଚିହ୍ନ ରଖିଯାଉ। ହେ ଦିବ୍ୟ ଅଧୀଶ୍ୱର, ହେ ଶାଶ୍ୱତ ଗୁରୁ, ତୁ ସକଳ ବସ୍ତୁ ମଧ୍ୟରେ ଓ ସକଳ ସତ୍ତା ମଧ୍ୟରେ ବାସ କରୁ। ଏପରିକି ତୋର ପ୍ରେମ ଅତ୍ୟନ୍ତ ଅଜ୍ଞାନ ଚକ୍ଷୁରେ ବି ପରିସ୍ଫୁଟ ହୋଇ ଉଠେ। ଏହା ହିଁ କର ସମସ୍ତେ ଯେପରି ସେମାନଙ୍କ ଗଭୀରରେ ଏହି ପ୍ରେମ ସମ୍ବନ୍ଧେ ସଚେତନ ହୋଇ ଉଠନ୍ତି ଏବଂ ଘୃଣା ଯେପରି ଚିରକାଳ ସକାଶେ ସେମାନଙ୍କ ହୃଦୟରୁ ଦୂର ହୋଇଯାଏ।
ଗୋଟିଏ ଶ୍ରାନ୍ତିହୀନ ସଙ୍ଗୀତ ତୁଲ୍ୟ ମୋର କୃତଜ୍ଞତା ସାଗ୍ର ହୋଇ ଉଠି ଚାଲେ ତୋ ଆଡ଼କୁ।